ଆଜି ଆମେ ରାଜନୀତି ନୁହେଁ ବରଂ ଶାସନ ବିଷୟରେ କଥା ହେବା ଆଉ ଏହି ଆଲୋଚନାର ଆଧାର ହେଉଛି ତଥ୍ୟ ବିଶେଷ କରି ଓଡ଼ିଶାର ଭିଞ୍ଝାରାପୁର ନିର୍ବାଚନ ମଣ୍ଡଳୀକୁ ନେଇ ଏକ ଗଭୀର ବିଶ୍ଳେଷଣ। ଏହି ସଂଖ୍ୟାଟିକୁ ଟିକେ ଦେଖନ୍ତୁ 2856। 2024 ନିର୍ବାଚନରେ ଏହା କେବଳ ଏକ ବିଜୟର ବ୍ୟବଧାନ ନୁହେଁ, ଏହା ଏକ ଗମ୍ଭୀର ସତର୍କ ଘଣ୍ଟି ଆଉ ଏହାକୁ ବୁଝିବା ନିହାତି ଜରୁରୀ। ଦେଖନ୍ତୁ 2019ରେ ଜିତିବାର ମାର୍ଜିନ୍ ଥିଲା ପ୍ରାୟ 21,000 ଭୋଟ ଆଉ 2024ରେ ତାହା କମି ଆସିଲା ମାତ୍ର 2,856କୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସମର୍ଥନର ଭିତ୍ତିଭୂମି କେତେ ଦୁର୍ବଳ ହୋଇଛି। ଆଜିର ଏହି ବିଶ୍ଳେଷଣରେ ଆମେ କ'ଣ ସବୁ ଦେଖିବା? ପ୍ରଥମେ ସମସ୍ୟାକୁ ଚିହ୍ନଟ କରିବା, ତାପରେ ତାର ଇତିହାସକୁ ବୁଝିବା, ଭୋଟରଙ୍କ ମନ କଥା ଜାଣିବା ଏବଂ ଶେଷରେ ଏକ ସ୍ପଷ୍ଟ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଆମେ ପ୍ରଥମେ ଏହି ନିର୍ବାଚନ ମଣ୍ଡଳୀର ମାଟିର ସ୍ପନ୍ଦନକୁ ବୁଝିବାକୁ ଚେଷ୍ଟା କରିବା। ବିଞ୍ଝାରପୁର ମୁଖ୍ୟତଃ ଏକ କୃଷିପ୍ରଧାନ ଅଞ୍ଚଳ। ଭାବନ୍ତୁ, ଏଠି 100ରୁ 95 ଭାଗ ଲୋକ ଗାଁରେ ରହନ୍ତି ଆଉ ସେମାନଙ୍କ ମଧ୍ୟରୁ 75% ସିଧାସଳଖ ଚାଷ ଉପରେ ନିର୍ଭରଶୀଳ। ଏଠାକାର ଲୋକଙ୍କ ଜୀବନ ମାଟି, ଋତୁ ଆଉ ଧାନ ଫସଲ ସହିତ ବନ୍ଧା। ସେଥିପାଇଁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକ ଏମାନଙ୍କ ପାଇଁ ଜୀବନରେଖା ପରି କାମ କରେ। ଏବେ ଆସନ୍ତୁ ଟିକେ ଇତିହାସକୁ ଦେଖିବା, କାରଣ 2024ର ଯେଉଁ ଫଳାଫଳ ଆମେ ଦେଖିଲେ ତାହା ହଠାତ୍ ଗୋଟିଏ ଦିନରେ ହୋଇନାହିଁ। ଏହା ଏକ ଦୀର୍ଘ ଦିନର ପରିବର୍ତ୍ତନର ପରିଣତି। ଏହି ଟାଇମ୍ଲାଇନ୍କୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି। ଗତ 2 ଦଶନ୍ଧି ଧରି ବିଜେଡିର ଭୋଟ ଅଂଶ ଧୀରେ ଧୀରେ କମିଛି ଆଉ ଠିକ୍ ସେହି ସମୟରେ ବିଜେପିର ଭୋଟ ଅଂଶ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିଛି। ଯାହା 2000 ମସିହାରେ ପ୍ରାୟ 82% ଥିଲା, ତାହା 2024 ବେଳକୁ 49%କୁ ଖସି ଆସିଛି। ଏହି ସଂଖ୍ୟାଗୁଡ଼ିକ ସେହି କାହାଣୀକୁ ଆହୁରି ସ୍ପଷ୍ଟ କରୁଛି। ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଦେଖନ୍ତୁ, କଂଗ୍ରେସର ଭୋଟ କେମିତି କମି କମି ଯାଇଛି ଆଉ ତାର ସିଧାସଳଖ ଫାଇଦା ବିଜେପିକୁ ମିଳିଛି। ଏହାକୁ ହିଁ କୁହାଯାଏ ଏକ ସ୍ପଷ୍ଟ ଭୋଟ ଟ୍ରାନ୍ସଫର। ଏପର୍ଯ୍ୟନ୍ତ ଆମେ ଦେଖିଲେ କ'ଣ ହେଲା, ଏବେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଏମିତି କାହିଁକି ହେଲା। ସଂଖ୍ୟା ପଛରେ ଲୁଚି ରହିଥିବା ଲୋକଙ୍କର ଅସନ୍ତୋଷ ଆଉ ସମସ୍ୟାଗୁଡ଼ିକୁ ଜାଣିବା। ତେବେ ବିଞ୍ଝାରପୁର ଲୋକଙ୍କର ମୁଖ୍ୟ ସମସ୍ୟା କ'ଣ ଥିଲା? ଚାଷୀଙ୍କର ଦୁର୍ଦ୍ଦଶା, କଲ୍ୟାଣକାରୀ ଯୋଜନାରେ ତ୍ରୁଟି ଓ ବିଳମ୍ବ, ଯୁବକମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚାକିରିର ଅଭାବ ଆଉ ରାସ୍ତାଘାଟ ଓ ଜଳସେଚନ ଭଳି ଭିତ୍ତିଭୂମିର ଅସୁବିଧା। ଏସବୁ ଭୋଟରଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏହା ଭିତରୁ ସବୁଠୁ ବଡ଼ ପ୍ରସଙ୍ଗ ଥିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP। ଗୋଟିଏ ପଟେ ବିଜେପି କ୍ୱିଣ୍ଟାଲ ପିଛା 3,100 ଟଙ୍କାର ଏକ ସ୍ପଷ୍ଟ ପ୍ରତିଶ୍ରୁତି ଦେଲା ଆଉ ଅନ୍ୟପଟେ ରାଜ୍ୟସ୍ତରୀୟ ବୋନସକୁ ନେଇ ଶାସକ ଦଳର ନିରମତା। ଏହା ଲୋକଙ୍କ ମନରେ ଏକ ବଡ଼ ପ୍ରଭାବ ପକାଇଲା। ବହୁ ଚାଷୀ ନିରାଶ ଅନୁଭବ କଲେ। ଫିଲ୍ଡ ରିପୋର୍ଟରୁ ଆସିଥିବା ଏହି ଗୋଟିଏ ବାକ୍ୟ ଭିତରେ ବହୁତ କିଛି କଥା ଲୁଚି ରହିଛି। ଏହା କେବଳ ଏକ ଉକ୍ତି ନୁହେଁ, ଏହା ହେଉଛି ଚାଷୀମାନଙ୍କ ମନର ବ୍ୟଥା। ଆଉ ଯେତେବେଳେ ଆମେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରୁ, ସେତେବେଳେ ଦାୟିତ୍ୱବୋଧର ସହିତ କଥା ହେବା ନିହାତି ଜରୁରୀ। କାରଣ ସୁଶାସନର ମୂଳଦୁଆ ହେଉଛି ପ୍ରତ୍ୟେକ ବ୍ୟକ୍ତିର ସମ୍ମାନ, ସେ ଭୋଟର ହୁଅନ୍ତୁ କି ପ୍ରାର୍ଥୀ। ଚାଲନ୍ତୁ ଏବେ ଏହାକୁ ଏକ ରଣନୈତିକ ଦୃଷ୍ଟିକୋଣରୁ ଦେଖିବା। ଶକ୍ତି, ଦୁର୍ବଳତା, ସୁଯୋଗ ଏବଂ ଆହ୍ୱାନ, ଅର୍ଥାତ୍ ଏକ ସ୍ୱଟ୍ ବିଶ୍ଳେଷଣ ମାଧ୍ୟମରେ ଆମେ ଏହାର ପ୍ରକୃତ କାରଣଗୁଡ଼ିକୁ ବୁଝିବା। ଶାସକ ଦଳର ଶକ୍ତି ଥିଲା ତାର ବ୍ୟାପକ କଲ୍ୟାଣକାରୀ ନେଟୱାର୍କ ଆଉ ସଂଗଠିତ କ୍ୟାଡର, କିନ୍ତୁ ଏହାର ଦୁର୍ବଳତା ଥିଲା ଶାସନ ବିରୋଧୀ ହାୱା ଏବଂ ଗ୍ରାମାଞ୍ଚଳର ଅସନ୍ତୋଷ। ଆଉ ଏହାର ଫାଇଦା ଉଠାଇଲେ ପ୍ରତିଦ୍ୱନ୍ଦ୍ୱୀ, ଯେଉଁମାନେ ପରିବର୍ତ୍ତନର ନାରା ଦେଲେ ଏବଂ ଏକ ଶକ୍ତିଶାଳୀ ଅନଲାଇନ୍ ଅଭିଯାନ ଚଲାଇଲେ। ଠିକ୍ ଅଛି, ସମସ୍ୟା ତ ଆମେ ବୁଝିଗଲେ। ଏବେ ଆସନ୍ତୁ ସମାଧାନ ଆଡ଼କୁ ଯିବା। ଲୋକଙ୍କ ବିଶ୍ୱାସକୁ ପୁଣି ଥରେ କେମିତି ଜିତାଯାଇପାରିବ, ସେଥିପାଇଁ ଏକ ସ୍ପଷ୍ଟ ଏବଂ କାର୍ଯ୍ୟକ୍ଷମ ରଣନୀତି ଆବଶ୍ୟକ। ଏହା ହେଉଛି ଚତୁର୍ମୁଖ ସିଦ୍ଧାନ୍ତ। ଏହା ଏକ 4 ସ୍ତମ୍ଭ ବିଶିଷ୍ଟ ମଡେଲ। ସାମାଜିକ ନ୍ୟାୟ, କୃଷି ଓ ଅର୍ଥନୈତିକ ସଶକ୍ତିକରଣ, ଓଡ଼ିଆ ଅସ୍ମିତା ଏବଂ ଡିଜିଟାଲ ଓ ଯୁବ ସଂଯୋଗ। ସୁଶାସନର ଏହି 4ଟି ସ୍ତମ୍ଭ ଗୋଟିଏ ସୁଦୃଢ଼ ମେରୁଦଣ୍ଡ ଭଳି। ଏଥିପାଇଁ କିଛି ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ, ଯେମିତିକି ଚାଷୀଙ୍କ ପାଇଁ ରାଜ୍ୟସ୍ତରୀୟ MSP ବୋନସ ଘୋଷଣା କରିବା, କଲ୍ୟାଣକାରୀ ଯୋଜନାରେ ଥିବା ତ୍ରୁଟିକୁ ସୁଧାରିବା ଆଉ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ଆରମ୍ଭ କରିବା। ଏଠି ମନେ ରଖିବାକୁ ହେବ ଯେ ଶାସନ ହେଉଛି ଏକ ନିରନ୍ତର ସଂଳାପ, ଆଉ ଏହି ସଂଳାପର ମୂଳଦୁଆ ହେଉଛି ବିଶ୍ୱାସ। ନାଗରିକଙ୍କ ତଥ୍ୟକୁ ସେମାନଙ୍କ ସହମତିରେ ସୁରକ୍ଷିତ ରଖିବା ଏବଂ କେବଳ ଉନ୍ନତ ସେବା ପାଇଁ ବ୍ୟବହାର କରିବା ଏହି ବିଶ୍ୱାସକୁ ଆହୁରି ମଜବୁତ କରେ। ତେଣୁ ଏହି ସବୁ ରଣନୀତିର ମୂଳ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ନୁହେଁ,
ବରଂ ଲୋକଙ୍କର ସ୍ଥାୟୀ ବିଶ୍ୱାସକୁ ପୁଣି ଥରେ ଅର୍ଜନ କରିବା। ତେବେ ଶେଷରେ ପ୍ରଶ୍ନ ଉଠୁଛି, ଏହି ଫଳାଫଳକୁ ଆମେ କେମିତି ଦେଖିବା? ଆତ୍ମସନ୍ତୋଷ ଭାବରେ ନା ଏକ ସୁଯୋଗ ଭାବରେ? ତଥ୍ୟରୁ ମିଳୁଥିବା ଏହି ସତର୍କ ସଙ୍କେତକୁ ଅଣଦେଖା କରାଯାଇପାରେ, କିମ୍ବା ଏହାକୁ ନିଜକୁ ସୁଧାରିବା ଏବଂ ଲୋକଙ୍କ ସହ ପୁଣି ଯୋଡ଼ି ହେବା ପାଇଁ ଏକ ସୁଯୋଗ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଚାହୁଁନ୍ତି ଏବଂ ଆପଣଙ୍କ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହୁଁନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602 ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ